দ্বারকা কটকরে বসিধান্তি সিংহাসনর পার্শ্বদর উপরে ভগবান কৃষ্ণ কেমিতি বসিধান্তি শୋଇ ଆରମ୍ଭ କଲି ଗୋଟିଏ କାବ୍ୟଟି ହେଲା ଆଜି ମୋ କାବ୍ୟ ମାଘ କାବ୍ୟ ଶିଶୁପାଳ ବଦ୍ଧ ନାଟକମ୍। ମୁଁ ଏଇଠୁ ଅଭିମନ୍ୟୁଠୁ ଆରମ୍ଭ କରି ସବୁ ସାରିବି ଯିବି। କଣ କହିଲେ ନା ଶ୍ରୀୟପତି ଶ୍ରୀମତୀ ଶାସିତୁ ଜଗତ ଜଗନ୍ନିବାସା ଶ୍ରୀ ବାସୁଦେବ ସଦବଲି হিরণ্য গর্ভ গর্ভাঙ্গ ভুবভূনি হরি বসিছন্তি ভগবান কৃষ্ণ ସମସ୍ତେ କହନ୍ତି ଦ୍ୱାରକାପୁରର ସିଂହାସନ ଉପରେ। କୃଷ୍ଣ ଜନ୍ମରୁ ମରିଗଲେ ପଛେ ରାଜାକୁ ଉଠେଇ ପାରିଲେନି। କୃଷ୍ଣ ରାଜା ହେଇଛନ୍ତି କି ନା, ମଥୁରାରେ ଉଗ୍ରସେନକୁ କଲେ ରାଜା, ଗୋପପୁରରେ ନନ୍ଦ ହେଲା ରାଜା, ଦ୍ୱାରକାରେ ବହି ସୁଭଦ୍ରା ପରିଣୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଦେଖିବା କିଏ ରାଜା ଦ୍ୱାରକାରେ। ପାଲାବାଲା ତ ପରଦିନ କହିଲେ ଦ୍ୱାରକା ରାଜା କୃଷ୍ଣ। ଟିକେ ବହି ଘୋଷିକି ଆସୁନ, ଖାଲି ଝିଅ ପିଲା ଭଳିଆ କଣ ଇଏ ହଉଛ। କହିଲା ସୁଦେବ ନନ୍ଦନ ବସୁଦେବ ତୋହି ରାଜା ବସୁଦେବ কবি কইলে সুদেব পুଅ বসুদেব দ্বারকারে রাজা, কিন্তু বসিছন্তি শ্ରୀୟପତି। ଶ୍ରୀ ବୋଲନ୍ତେ ମୋ ମାର ଲକ୍ଷ୍ମୀଙ୍କର 10ଟା ନାଁ ଭିତରେ ଗୋଟେ ନାଁ ଅଛି ଶ୍ରୀ। ଆମେ କହେନି ଲକ୍ଷ୍ମୀ ପଦ୍ମା ଲୟା ପଦ୍ମା କମଳା ଶ୍ରୀ ହରିପ୍ରିୟା ଇନ୍ଦିରା ଲୋକମାତା ମା କ୍ଷୀରାବ୍ଧି ତନୟାର ମା। ଗୋଟିଏ ନା ଶ୍ରୀ ବୋଲେ ଶ୍ରୀପତି ଲକ୍ଷ୍ମୀଙ୍କର ପତି ଏବଂ ଭୂତ ନାରାୟଣ ବସିଥାନ୍ତି ପାର୍ଶ୍ୱଦ ସିଂହାସନରେ। ଜଗନ୍ନିବାସା ଶ୍ରୀ ବାସୁଦେବ ସଦମନି, ଜଗତର ନିବାସ ଶ୍ରୀନିବାସ ସେଇ ବୈକୁଣ୍ଠାଧିପତି ଦ୍ୱାରକାଧିପତି ଭଗବାନ ନାରାୟଣ ହୃଷିକେଶ ତାଙ୍କ ସଦମନି। ତାଙ୍କ ନାଁଟି ହେଉଛି ବସୁଦେବରୁ ବାସୁଦେବ। ଯେହେତୁ ଦ୍ୱାରକା କଟକଟା ସେ ତିଆରି କରିଛନ୍ତି, ତାଙ୍କରି ନାଁରେ କବି କହିଲେ ବାସୁଦେବ ସଦମନି। କୃଷ୍ଣ ବସିଛନ୍ତି ସିଂହାସନରେ, ଉପରକୁ ଚାହୁଁଛନ୍ତି। ଗୋଟିଏ ଆଲୋକ ଜ୍ୟୋତି ଶୂନ୍ୟ ମାର୍ଗରୁ ଓହ୍ଲେଇ ଆସୁଛି। ସେ ଜ୍ୟୋତିଟା କେମିତିଆ ହେଇଛି? କଲା ଅନନ୍ତ ଗଗନେ ତପନ ରଚେତି ଜଗତି ପରକୁ ଜଳି ଉଠଇ ଅଗ୍ନି ଶିଖା ଝଟତି ଶିଖା ଝଟତି ହେ ଝଟତି ଅଗ୍ନି ଶିଖା ଝଟତି। କଲା 10 ଦିଗ କରି ଉଜ୍ଜ୍ୱଳ ଏକ ଆଲୋକ ଜ୍ୟୋତି ଏକ ଆଲୋକ ଜ୍ୟୋତି ଅସଇ ତଳକୁ ବିଲୋକି ହେଲେ ବ୍ୟାକୁଳ
ଦଶ ଦିଗକୁ ଉଜ୍ଜଳ କରି ଗୋଟେ ଆଲୋକ ଜ୍ୟୋତିଟେ ଖସୁଛି। କୃଷ୍ଣ ବିଚାର କଲେ କହିଲେ ଏଇଟା କୋଉ ଜ୍ୟୋତି ଖସୁଛି? ଅନନ୍ତ ଗଗନରୁ ଗୋଟିଏ ଜ୍ୟୋତି ଉଦ୍ଗିରଣ ହୁଏ, ସୂର୍ଯ୍ୟଙ୍କର ପ୍ରଖର ତେଜରଶ୍ମି। ଆଚ୍ଛା, ସୂର୍ଯ୍ୟଙ୍କ ତେଜରଶ୍ମିଟା ପୃଥିବୀ କ'ଣ ମା ସିଧା ପଡ଼େ କି? ତିର୍ଯ୍ୟକ ଗତିରେ ପଡ଼େ। ସୂର୍ଯ୍ୟଙ୍କ ରଶ୍ମି ତେରଛା। କୃଷ୍ଣ ଅନେଇଲେ, କହିଲେ ନାଇଁ, এটা তো তেরছা পড়ুনি, সূর্য নুহ। আচ্ছা, ইয়ে 10 দিগ উজ্জ্বল করিকি তলুকু খসুছি, ইয়ে কিয়ে? দৃষ্টি পড়িগলা কাহার? কৃষ্ণঙ্কর। কিয়ে সে? আনে আর গোটে শ্লোক, কলাগত তিরস্মি নরমনুচু সারথে জ্বলনা হবির ভুজ ধোধাম বিসারি সর্বত মেতে দ্বিতীয়া কুড় নিখিত জনেই। কবির না ধৈলি মাঘ কাব্য সে সুফাড়বদ্ধ নাটকম। কালি হউଥିଲା কোন সিনেমাটা মনে পড়ুଛି কি? ହଁ, ଇଳାବନ୍ତ। ମୁଁ ତ ଘୋଷିବାର ନାହିଁ, କିନ୍ତୁ ମୁଁ ଗପ ଆକାରରେ ହଉ ଅଳଙ୍କାର ଦେଇକି ପୂର୍ଣ୍ଣ କରିଛି। ହେଇଛି ନା ନାହିଁ? ହେଇନି, ଟିକେ କମି ଯାଇଛି ଆଉ। ଆଚ୍ଛା, ଆଜି ମାଘ, ଅଭିମନ୍ୟୁ, ରାଧାକୃଷ୍ଣ ତିନିଟା ଯାକ ମୁଁ ସାଙ୍ଗରେ ନେଇକି ଯିବି। ତିନିଟା ବାଟରେ ଠିକ ଢେଙ୍କାନାଳ ବସଷ୍ଟାଣ୍ଡରେ ତିନିଟା ଯାକ ଗାଡି ଲାଗିବାଟା ସାରା ହବ ତ ଗୋସେଇ। ଅଳ୍ପ ହଉ କି କମ ହଉ, ମୋ କାନରେ ଅତି କମରେ ବେଶୀ ନ ହଉ 4ଟା ଖଣ୍ଡେ ଶ୍ଲୋକ ବାଜୁ। ମାଘ କାବ୍ୟ ଏ ଗାୟକ ଜାଣିଛି। ଆଉ ଇଳାବନ୍ତ ଗାଇକି ଏଡେ ବଡ ବାହାସ୍ପଟ ଛଡେଇ ଦେବି ଆଜି ଦିନେକେର। ଦେଖ श्री दर्शक समाज, ଯାହଉ ଗେଙ୍ଗୁଟିଆ ଗ୍ରାମର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ରାଉତ ଗାୟକ ପାଲା ଗାଇବାରେ ମୁଗ୍ଧ ହୋଇ 501 ଟଙ୍କା ପୁରସ୍କୃତ କରିଛନ୍ତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କଲ୍ୟାଣ କରନ୍ତୁ ସତ୍ୟନାରାୟଣ, ସମସ୍ତଙ୍କର ମଙ୍ଗଳ ହଉ, ସମସ୍ତେ ସୁଖରେ ରହନ୍ତୁ, ସର୍ବେ ବୋଲ ଆନନ୍ଦେ କବାର।